ମୁଁ ରାତିରେ ଶାଗ କାଟି ଉଠିଥିଲି ଆଉ କୋରେ କଣଟା ଭଡ ଭଡ ଶବ୍ଦ ହଉଛି ବୋଲି ଦେଖିଲି ଟର୍ଚ୍ଚ ମାରିକି ଦେଖୁଛି ଯେ ମଣିଷଟା ପଡିଛି ଆଉ ଖଳାରେ ଦେଖିଲି ଯେ ବାଇକ୍ ଆଉ ଦଉଡ଼ି ଏଗା ସେଗା ପଡିଛି ଆଉ ଏମାନେ ଚୋର କରନ୍ତି ଛେଳି ଚୋର ଆଗରୁ ବଳଦ ଛେଳି ଚୋରି ହେଇଥିଲା ଟୁଲୁ ମେସିନ୍ ବି ଚୋରି ହେଇଥିଲା ତାଙ୍କର ଗାଡିଟା ଏଠି ଆମର ଖଳାରେ ଅଛି ଛେଳି ପଘା ଅଛି ବେଗ ଅଛି না কাকর নাইছি পারিব নাই হাত কাঠাই যাইছি পারিব নাই নাই পারিব ମଙ୍ଗୁଳୁଚରଣ ମହାନ୍ତଙ୍କ ଘରେ କୂଅରେ ପଡ଼ିଥିଲା। ସେ ରାତି 4ଟା ବେଳେ ଶାଗ କାଟିବା ପାଇଁ ଯେତେବେଳେ ଆସିଲେ ଦେଖିଲେ କୂଅ ଭିତରେ ଜଣେ ପଡ଼ିଛନ୍ତି। ଯାଇକି ଆମକୁ ଡାକିଲେ, ଡାକିଲା ବେଳକୁ ଆମେ ଆସିଲୁ, ଆସିକି ଦେଖୁଛୁ ପ୍ରକୃତରେ ଲୋକ ଜଣେ ପଡ଼ିଛନ୍ତି। ଛେଳି ଚୋର ବୋଲି ତାଙ୍କୁ ଆମେ ଅନୁମାନ କଲୁ କ'ଣ ଏ ତାଙ୍କର ବାଇକ୍ଟି ଅଛି ଆଉ ବ୍ୟାଗ୍ ଫ୍ୟାଗ୍ ଅଛି, ତା ସହିତ ପଘା ବି ଅଛି। ଏଇଥର ଆମେ ଅନୁମାନ କରୁଛୁ ସେ ଜଣେ ଚୋର ହେଇଥିବେ। ଆଗରୁ ସେ ତାଙ୍କ କୂଅରୁ ହିଁ ଯେଉଁ କୂଅରେ ପଡ଼ିଥିଲେ ତାଙ୍କ କୂଅରୁ 2ଟି ମଟର ଚୋରି ହେଇଥିଲା, ଟୁଲୁ ପମ୍ପ। ତା ସହିତ ଗାଁରେ ବି ଆଗରୁ 4-6ଟା ଚୋରି ହେଇଥିଲା ଏ ପାଣି ପମ୍ପ। ସେଇଥିରୁ ଅନୁମାନ କରୁଛୁ ଏ ମଟର ଚୋରି କରିବା ପାଇଁ ଆସିଥିବ, ନଚେତ୍ ଛେଳି ଚୋରି କରିବା ପାଇଁ ଆସିଥିବ ଆଉ।